ଷଷ୍ଠଦଶ ଶତାବ୍ଦୀର ଲେଖକ, କିନ୍ତୁ ସେ ଆମ ସମାଜ। କାହିଁକି ନା ଆମ ଜୀବନ ଯେତେ ସବୁ ଅଗଣିତ ସମସ୍ୟା ଅଛି, ଯେତେ ଜଞ୍ଜାଳ, ଯେତେ ସମସ୍ୟା, ଯେତେ ସବୁ ସଂଘର୍ଷ, ଆଉ ଯେତେ ସବୁ ମାନେ ଆମେ କହିବା ଜୀବନ ରୂପରେଖ ଯାହା କିଛି ଆମେ ଦେଖୁଛୁ, ସେକ୍ସପିୟର ସେଇ କଥା କହୁଛନ୍ତି। ମ୍ୟାକବେଥ୍ ମାଧ୍ୟମ ଏଇ ଜାଗାରେ ପାଠକ ଏକବିଂଶ ଶତାବ୍ଦୀର ଗୋଟେ ପାଠକ ନିଜକୁ ଦେଖୁଛି ଗୋଟେ ଷଷ୍ଠଦଶ ଶତାବ୍ଦୀର ଗୋଟେ କବି, ନାଟ୍ୟକାର। ପାଠକ ପରିଚୟ ଅନେକ ସମୟ ତାର ଦେଶକୁ ନେଇକି ତା ପରିଚୟ ହେବ, ତାର ରଙ୍ଗକୁ ନେଇ ଆମେ ଅନେକ ସମୟରେ ପଚାରୁ ଯେ ଆମର ପରିଚୟ କଣ। ଯଦି ଜଣେ କିଏ ପଚାରେ ଆପଣ ମାନଙ୍କୁ, ମୁଁ ଭାବେ ହୁଏ ମାଏ, ମୁଁ କିଏ, ମୋ ନାଁ କଣ ମୋର ପରିଚୟ, କି ମୋର ଦେଶ କଣ ମୋର ପରିଚୟ, ମୋର ଜାତି କଣ ମୋର ପରିଚୟ, ମୋର ବର୍ଣ୍ଣ କଣ ମୋର ପରିଚୟ, ମୋ ଭାଷା କଣ ମୋର ପରିଚୟ। ଏ ସବୁ ଜାଗାରେ ଆମେ ନାଁ କହିପାରିବାନି। କିଛିଟା ଗୋଟେ ସାମଗ୍ରିକ ସତ୍ତା, ମଣିଷ ଗୋଟେ ଏକକ ସତ୍ତା ନୁହେଁ, ମଣିଷ ଏକ ବହୁବିଧ ସତ୍ତା ଅଧିକାରୀ। ଆଉ ସେଥିପାଇଁ ସେ ପାଠକ ଗୋଟେ ନିରୀହ ପାଠକ କେବେ ନୁହେଁ। ସେ ନିଜର ମାନେ ଆଭିଜାତ୍ୟ, ନିଜର ପରମ୍ପରା, ନିଜର ସ୍ଥିତି, ନିଜର ପରିବେଶ ସବୁକୁ ନେଇକିରି ଆସୁଛି ଗୋଟେ ପାଠ ପଢିବା ପାଇଁ। ଆଉ ସେଥିପାଇଁ ପାଠକୀୟ ଚିନ୍ତନ ଅଲଗା ଆସେ। ସେଥିପାଇଁ ସିଙ୍ଗୁଲାର ପରବର୍ତ୍ତୀ ସମୟରେ ଯେତେବେଳେ ପାଠକ ମାନଙ୍କ କଥା କୁହାଗଲା, ବିବିଧ ପାଠକ, ଆଉ ସେମାନେ ଭିନ୍ନ ଭିନ୍ନ ଅର୍ଥ ନେଇକି ଆଣୁଛନ୍ତି। ରାଧା ରଞ୍ଜନ ବାବୁ ସେ କଥା ବି କହିଲେ, ପାଠକର ଯୋଉ ଦାୟିତ୍ୱ, ଗୋଟେ ପାଠକ ନୁହେଁ, ଭିନ୍ନ ଭିନ୍ନ ପାଠକ ଭିନ୍ନ ଭିନ୍ନ ସମୟରେ ଭିନ୍ନ ଭିନ୍ନ ଅର୍ଥ ନେଇକି ଆସୁଛନ୍ତି। ଆଉ ସେଟାକୁ ଆମେ ବାଦ ଦେଇ ପାରିବାନି, କାହିଁକି ନା ଆମେ ନିରୀହ ନୁହଁ। ଦିଟା ସତ୍ତାର ମାନେ ସଂଘର୍ଷ ହଉଛି। ଗୋଟେ ଆମେ ଯେତେବେଳେ ଗୋଟେ କବିତା ପଢୁଛୁ, କୌଣସି ଲେଖା ପଢୁଛୁ, ଦିଟା, ଗୋଟେ ଲେଖକୀୟ ସତ୍ତା ଆଉ ଗୋଟେ ପାଠକୀୟ ସତ୍ତା। ଏଇଟା ଆମେ ମନେ କରିପାରିବାନି। ତାହେଲେ ବର୍ତ୍ତମାନ ପ୍ରଶ୍ନ ଆସୁଛି, କବିତାର ଅର୍ଥଟା କୋଉଠି ରହିଲା? କବି ପାଖରେ ରହିଲା, ନା କବିତା ପାଖରେ ରହିଲା, ନା ପାଠକ ପାଖରେ ରହିଲା? ଏଇଟା ଗୋଟେ ବଡ ପ୍ରଶ୍ନ। ଆମେ ଯେତେ ସବୁ କବିତା ଲେଖୁଛୁ, କବି ଅର୍ଥ ପାଠକ, ମାନେ ପାଠକ ପାଖରେ କବିତାର ଅର୍ଥ ଅଛି, ନା କବିତାରେ ଅଛି, ନା କବି ପାଖରେ ଅଛି? କେଜଣ କହିଲେ ନା କବିତା ଲେଖିଲା ପରେ ଆଉ ତା ସହିତ ଆମର କିଛି ସମ୍ପର୍କ ନାହିଁ। ତୋଲଙ୍ଗେ ଯେତେବେଳେ ପ୍ରିଣ୍ଟ କୁ ପଳେଇ ଆସିଲା, କବିକୁ ଆମେ ଛାଡ଼ିଦେବା। କବିତାକୁ ଧରିବା, ତାହେଲେ ଟେକ୍ସଟ କେବଳ ଧରିବା ନା କଣ୍ଟେକ୍ସଟ କୁ ମଧ୍ୟ ନେବା? ଆଉ କଣ୍ଟେକ୍ସଟ କଥା ଆଣିଲେ ପାଠକର ଗୁରୁତ୍ୱ ବଢି ଯାଉଛି। ଶବ୍ଦ କଥା ଦେଖନ୍ତୁ, କି ଅର୍ଥ, ଆମେ ଏଇ କଥା ଯାହା ମୁଁ କହୁଛି, ଆଶ୍ଚର୍ଯ୍ୟ ଭାବରେ ଆମ ନବମ ଦଶମ ଶତାବ୍ଦୀରେ ଆମ ଯୋଉ କାଶ୍ମୀରର ଯୋଉ ସମାଲୋଚକ କବି ଆନନ୍ଦ ବର୍ଦ୍ଧନ ସେ କହିଲେ ଯେ କବିତାର ଅର୍ଥଟା କବିତାରେ ନାହିଁ, କହିଲେ ଏଇଟା ସଜେସନ, ଧ୍ୱନି ତଥା ଯୋଉ କୁହାଉଛି, ମାନେ what you don't say. A good poem is known by what you don't say, not by what you say. ମାନେ ସେ ଗୋଟେ ଉଦାହରଣ ଦଉଛନ୍ତି, ଧରନ୍ତୁ ସେ ଗୋଟେ କବିତା ଲେଖିବା ଆଗରୁ କୁଆଡେ ଉଦାହରଣ ଦେଲେ, ଯେ ଧରନ୍ତୁ ଜଣେ କହିଲା ସନ୍ଧ୍ୟା ହେଲାଣି, ସନ୍ଧ୍ୟା ହେଲାଣି, ଏହାର ଅର୍ଥ କଣ? ସନ୍ଧ୍ୟା ତ ହେଲାଣି, ଆଉ ଆପଣ ଅନ୍ୟ କଥା କଣ, ସନ୍ଧ୍ୟା ହେଲାଣି, ଆପଣ କହିଲେ ସନ୍ଧ୍ୟା ହେଲାଣି,
से कहले ना एटा संध्या हेलाणी माने जे इवनिंग हैज कम सेटा नुहे आपण बोधे चाहते आपण जदि गुरु हिथिबे गुरुकुल परंपरा रे आपण जदि गुरु हिथिबे परहैप्स आपण बोधे आपण कहउछन्ते शिष्य मान को जे संध्यार आरती पई सब समिति जोगाड़ कर संध्यार प्रार्थना पूजा पई समिति जोगाड़ कर आपण एटा कहया को चाहउछन्ते एटा न कहि के आपण कहले संध्या हेलाणी जदि गुरु कहउछन्ते आउ जने जदि धर कृषक कहउछि संध्या हेलाणी गुरुकुल माने अच्छा से नहीं घर को आना संध्या होगा गोठर आन उदाहरण दौरान गोटे प्रेमिक भावुची ना संध्या होगा अरे प्रेमिका राति अभिसार प्रस्तुत हवा उचित चोर कहूँ अरे संध्या है अरे राति कोटी कोट चोरी करी से प्रस्तुत हवा उचित contextual meaning is contextual meaning is not absolute कौन सी जगह रे अर्थ गोटे अर्थ नुहे not absolute आपण यदि कहिबे बहुत गरम होउछ कोइ तो आपण कहबो चाहछन्ते कि झरका रे खोल दियौ कि पंखा टे टिके ऑन कर दियौ कि एसी रे चले दियौ कि यदि आपण कहबे नै बहुत ठंडा होउछि आपण होत कहबे कहबो चाहछन्ते पंखा टा ऑफ कर दियौ एसी टा बंद कर दियौ कहउछन्ते गोटे किंतु अर्थटा अलग ए जो आमे अनेक समय दैनंदिन जीवन रे आमे जो कहउछो जे एथु तो कविता आछि सजेशन आछि a good poem is known by what it suggests what it says what it doesn't say ए धरंतु आपण जाइछन गोटे बंधु घर को खाइबा पई आ बंधु घर बा आसिक रे आपन को पढिले खाइला पर से जगह रे कहउछन्ते you must finish this fish you must finish this cake एटा ए माछ खंडटा खाइबा को पड़िबो के एटा खाइबा को पड़िबो एटा सारीबा को पड़िबो माने से she is using the language of command आपण ताकू जे लिखिले is the language of command किंतु अर्थ आछि language of love it is not that she wants to order you command you I order you I command you nothing like that love is very much there but स्नेहास्य स्वभाव रहुछि सेठी सो कोन कहिबा आ कोन अर्थ करिबा ए कथा आसीबो आमे जते बळे गुटे भलो कवि माने तार कविता लिखियो जहाँ आनंद वर्धन कहउतले विंश शताब्दी शेष भाग को किछिटा इंग्लिश फरासी समालोचक माने मधे से कथा कहउछथि डेरिडा जैक्स डेरिडा से कहले कविता माने जित एब्सोल्यूट नुहे गुड़ाई अर्थ मल्टीपल वेज ऑफ लुकिंग एट इट भिन्न भिन्न दृष्टिभंगी नहीं देखिए माने गोटे अर्थ हो नहीं कहीं गोटे शब्द लेकिन समान शब्द आपण जगह देखी लिखिए माने मु अनेक समय भावुतले ए पश्चिम ओडिशा छेना शब्द गोटे छेना शब्दटा आपण अनेक समय एठी एबे भी लोक कहबे गोबर घसी को जो काउ डाउन केक सेटा को बोलते छेना कह जाउछ छेना रा गोटे शब्द अछि ससा गोटे शब्द आम ओडिया रे आमे ठेकुआ कहबा किंतु बेंगली रे से शब्द होतो काकुड़ी अर्थ अछि लूण कथा कहले मो आश्चर्य हेली जे गुजराती रे कुआडे लूण को मिठू बोली कहत I was amazed माने अनेक समय रे समान शब्द जगह जदि बदली जाउछि अर्थ बदली जाउछि समय बदली गले अर्थ बदली जाउछि एक विलेन शब्द कहउछि विलेन गोटे गोटे समय रे विलेन रो अर्थ थला जे भिला रे जो माने रहउछले से माने विलेन गोटे बड़ माने कोठा प्रासाद रहउते बड़ मेंशन तो विलेन को
କିନ୍ତୁ ପରବର୍ତ୍ତୀ ସମୟରେ ହୁଏତ ସେମାନଙ୍କର କିଛି ଚାରିତ୍ରିକ ଦୋଷ ଦୁର୍ବଳତା ଆସିଥିବ ଆଉ ଏତେ ପ୍ରାବଲ୍ୟ ଥିବ ତାହେଲେ ସେଥିରେ ଯେ ଅର୍ଥ ଆସିଗଲା ଭିଲେନ ମାନେ ଗୋଟେ ଖଳନାୟକ। ସେଥିପାଇଁ ମୁଁ ବେଶୀ ସମୟ ଆଉ ଅର୍ଥକୁ ନେଇକରି କବିତା ଆମେ ଯୋଉ ଲେଖୁଛୁ ସେ ସବୁ କଥା ଏସବୁ ଚର୍ଚ୍ଚାର ଘେରକୁ ଆସିବ। କୌଣସିଟା ନିର୍ଦ୍ଦିଷ୍ଟ ମାନେ ମୁଁ କୌଣସି ଗୋଟେ ନିର୍ଦ୍ଦିଷ୍ଟ ମତ ରଖିକରି ମୁଁ ମୋର ବକ୍ତବ୍ୟ ଶେଷ କରୁନି। ସେଥିପାଇଁ ଆପଣଙ୍କ ଆଗରେ ମୁଁ ଛାଡି ଦଉଛି ଆପଣ କେମିତି ସବୁ ରଖିବେ। ମାନେ 20th ସେଞ୍ଚୁରୀରେ 21st ସେଞ୍ଚୁରୀରେ ଯୋଉ ସମାଜକୁ ମାନେ ଅଛନ୍ତି ଏବେ ବିଷୟ କରିକି ଆସୁଛି ଅନେକ ସମୟରେ ମାନେ ଯୋଉ ଫେମିନିଷ୍ଟ କ୍ରିଟିସିଜମ ଆସିଲା ପରିବେଶକୁ ନେଇକରି ସମାଲୋଚନା ହେଲା ଯେତେବେଳେ ସେମାନେ ଜଙ୍ଗଲ କଟା ହଉଛି ପରିବେଶ ପ୍ରଦୂଷଣ ହଉଛି ସେତେବେଳେ ଆମେ କେମିତି ୱାର୍ଡସୱାର୍ଥକୁ ଆଉ ଥରେ ନୂଆ ରୂପରେ ଆମେ ଦେଖିଲା